ଦୌଡ଼ି କ'ଣ ଆସୁଛ? ତୋ ପୁଅକୁ ଝାଡ଼ା ବାନ୍ତି ପୁରା ସିରିୟସ୍ ହେଇଯାଇଛି। କୋଉଠି? ଘରେ। ଖତରନାକ। ହୁଏ। ବାପା ମରିଗଲି। ବୋଉର ମୁନା କ'ଣ ହେଲା ତମେ? ପୁଅର କ'ଣ ହେଲା? ଏଇ ଆମ୍ବୁଲାନ୍ସ ଡାକ। ହଁ କିଛି ହବନି କିଛି ହବନି ଆମ୍ବୁଲାନ୍ସ ଡାକେ ପାଇছে ଆମ୍ବୁଲାନ୍ସ ଡାକିଲ। ଭାଇ ଆମ୍ବୁଲାନ୍ସ ଆସିଛି ଭାଇ ଫୋନ କରିଛି ବ୍ୟସ୍ତ ଧର ଧର ଚାଲ ଖାଇ ମେଡିସିନ ଡାକନ୍ତୁ ଭାଇ କିଛି। ওআরএস প্যান্টটা সফিসিয়েন্ট দেবে ଆଉ ସାଲାଇନ୍ ତ ଲାଗିଛି ବର୍ତ୍ତମାନ କିଛି ଅସୁବିଧା ନାହିଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆରାମସେ ଭଲ ହେଇଯିବ ଆପଣଙ୍କୁ। ଆରେ ଇଏ ତ ଚମଲ ନା ଏଠି କ'ଣ କରୁଛୁ ଯାଇ ଦେଖେ କ'ଣ କରୁଛୁ ଏଠି କ'ଣ କରୁଛୁ ତୁ ଏଠି ଟିକେ କାମ ଥିଲା ମୁଁ ଆସିଥିଲି ମୋ ପୁଅ ପୁରା ସିରିୟସ୍ ଅଛି ଝାଡ଼ା ବାନ୍ତି ପୁରା ପ୍ରବଳ ଦୋଷ ଅଛି। ମେଡ଼ିସିନ ନେବି ହଁ ସାଙ୍ଗ ମେଡିସିନ ନେଇସାରିଲି। ହଉ ଚାଲ ଦେଖିବା କ'ଣ ସାଙ୍ଗ ହଠାତ୍ ତ ପୁଅର କ'ଣ ଏମିତି ହେଲା ଖାଇବା ପିଇବା ଠିକ୍ ଠାକ୍ ଦେଉନଥିଲି କି କହିବି ତ ତାହେଲେ ଶୁଣ। ଓ ମୁଠା ଆଜି ଆମ୍ବ ସବୁ ଖାଇ ବାପା କି ଗୋଡ଼ ହାଡ଼ ସବୁ ଭାଙ୍ଗି ଦେବେ। ଓ କି ରବାଇଗଲା ଜଲ୍ଦି ଜଲ୍ଦି ଖାଇଦିଏ ନହେଲେ ବାପା ଆସିଲେ ମାରି। ପିଲା ମୁନା କ'ଣ ହଉଛି? ମୁନା କ'ଣ ହଉଛି? କ'ଣ ହଉଛି? ତୋତେ ବାର ବାର ମନା କଥା ଏଗୁଡ଼ା ଖାଇବୁନୁ ଝାଡ଼ା ବାନ୍ତି ହେଉଛି ଏପଟେ ମେଡ଼ିକାଲ ଦୁନିଆ ପିଲାମାନେ ଆଡ଼ମିସନ୍ ଅଛନ୍ତି ତୁ ଏଠି ବସି କଥା ନ ବାନ୍ଧ ମନା କହୁଛି କୁରକୁରି ଖାଇବୁନୁ ସେ ଆମ୍ବ ପଣସ କିଛି ଖାଇବୁନୁ ଝାଡ଼ା ବାନ୍ତିରେ ସେଠି ଲୋକ ଇଏ ହେଲାଣି ତୋତେ କାମ ହେଲା ତୋର କିଛି ନାହିଁ ତୋତେ ବର୍ବାଦ କରି ରଖିବୁ। ସେଇଠି ବନ୍ଧା ହେଇଥା। ଯେତେ କ'ଣ ହବ ମୁଁ ତ ଆମ୍ବ ଖାଇବି ଶାନ୍ତି ଆଜି ସବୁ ଖାଇବି। ଆଉ କ'ଣ ଏଇ କୁରକୁରା ଖାଇ ପେଟ ଖରାପ କର ଖାଇ ତମ ପେଟ କ'ଣ ହେଉଛି ଗାଣ୍ଡି କ'ଣ ହେଉଛି କାନ୍ଦୁଛୁ କ'ଣ ଏଗୁଡ଼ା କ'ଣ ସବୁ ଯା ଘରକୁ ଆସିନା ଖାଲି କୁରକୁରା ଖାଇ ପେଟ ଖରାପ କରି ଆଉ କାମ ଧନ୍ଦା କିଛି ନାହିଁ ତ ତୁ କହ ସାଙ୍ଗ ମୁଁ କ'ଣ କରିବି? ବ୍ୟସ୍ତ ହନା ସାଙ୍ଗ ଭଗବାନ ଚାହିଁଲେ ସବୁ ଠିକ୍ ହେଇଯିବ। ଠିକ୍ ସାଙ୍ଗ ଭଗବାନ ଚାହିଁଲେ ତୋ ପୁଅ ଦିଅ ବହୁତ ଜଲ୍ଦି ଭଲ ହେଇଯିବ ଚିନ୍ତା କରନା ରେ ସାଙ୍ଗ ମୁଁ ଆସୁଛି। ହଉ ତୁ ଆ ଆପଣମାନେ ଦେଖିଲେ ତ ମୋ ସାଙ୍ଗର ପରିସ୍ଥିତି କ'ଣ ଏଥିପାଇଁ ଦାୟୀ କିଏ ବାପା ମା ଦାୟୀ ନା ପିଲାମାନେ ଦାୟୀ? ଏ କାହାଣୀ ଖାଲି ମୋ ସାଙ୍ଗର ନୁହଁ କାଲି ଆପଣମାନଙ୍କର ବି ହେଇପାରେ ତେଣୁକରି ସତର୍କ ରୁହନ୍ତୁ। ପିଲାମାନଙ୍କୁ ବାସି ଗନ୍ଧିଆ ଖାଇବା ଦିଅନ୍ତୁ ନାହିଁ ଆମ୍ବ ପଣସ ଇତ୍ୟାଦି ଏଗୁଡ଼ା ଖାଇବାକୁ ଦିଅନ୍ତୁ ନାହିଁ। ପରିଷ୍କାର ଖାଦ୍ୟ ଖୁଆନ୍ତୁ ଏବଂ ଖାଇବା ପୂର୍ବରୁ ଭଲ ଭାବରେ ହାତ ଧୁଅନ୍ତୁ। ଯଦି ଆପଣ ଦେହ କିଛି ଅସୁସ୍ଥ ଅନୁଭବ କରୁଛନ୍ତି ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଆପଣଙ୍କ ଚିକିତ୍ସା କରନ୍ତୁ।